ଆରେ ଶୁଣୁଛ, ଏମିତି ଆଉ କେତେ ଦିନ ଚାଲିବ? ରହିବାକୁ ଆମ ପାଖରେ ଘର ନାହିଁ, ଖାଇବାକୁ କିଛି ନାହିଁ। ଏମିତି ଜୀବନ ବଞ୍ଚିବାକୁ ମତେ ଆଉ ଭଲ ଲାଗୁନି। ତୁ ମନ ଦୁଃଖ କରନି, ମୁଁ କାଲି ପୁଣି କାମ ଖୋଜିବାକୁ ଯିବି। ଏଥର କାମ ପାଇଲେ ମୁଁ ଆମ ରହିବାର ବ୍ୟବସ୍ଥା ଆଗ କରିନେବି। ଏଇ ଜଙ୍ଗଲକୁ ଆସୁ ଆସୁ ରାତି ହେଇଗଲା। ଆଜି ରାତି ଆମେ କୋଉଠି ରହିବା? ଆରେ ମରିଗଲି ରେ ମଣ୍ଟା। ଦେଖୁଛ କଣ? ମତେ ଉଠାଅ। ଆରେ ଟିକେ ଦେଖିକି ଚାଲେ, ଆଜି ପୂର୍ଣ୍ଣିମା ରାତି। ଜହ୍ନ ଆଲୁଅରେ ସବୁକିଛି ପରିଷ୍କାର ଦେଖାଯାଉଛି। ଏଇ ବୋତଲ ପାଇଁ ମୁଁ ତଳେ ପଡିଗଲି। ବଦମାସ ବୋତଲ, ତତେ ରାସ୍ତାରେ କିଏ ପକେଇଛି? ଏମିତି ରାଗି କାଉର ସ୍ତ୍ରୀ ସେ ବୋତଲକୁ ଦୂରକୁ ଫୋପାଡ଼ି ଦେଲା। ସଙ୍ଗେ ସଙ୍ଗେ ବୋତଲ ଭିତରୁ ଗୋଟେ ପରି ବାହାରିଲା। ପରୀକୁ ଦେଖି ଦୁଇ କାଉ ଅନେକ ଡରିଗଲେ। କିଏ ତୁମେ? ଆମ ପାଖକୁ ଆସନି, ଆମେ ତ ତୁମର କିଛି କ୍ଷତି କରିନୁ। ଆମକୁ ଛାଡ଼ି ଦିଅ। ଆରେ ତମେ ମାନେ ମତେ ଡରୁଛ କାହିଁକି? ମୁଁ ଜଣେ ପରୀ। ମୁଁ ତମ ମାନଙ୍କର କିଛି କ୍ଷତି କରିବିନି। ତମ ମାନଙ୍କ ପାଇଁ ମୁଁ ମୁକ୍ତ ହେଇପାରିଲି। ଆମେ ତୁମକୁ ମୁକ୍ତ କଲୁ, ହେଲେ କେମିତି? ଯୋଉ ବୋତଲରେ ବାଜି ତୁମେ ତଳେ ପଡିଗଲ, ମୁଁ ସେଇ ବୋତଲରେ ବନ୍ଦୀ ହେଇଥିଲି। ତୁମେ ବୋତଲକୁ ଭାଙ୍ଗିବା ଯୋଗୁଁ ମୁଁ ମୁକ୍ତ ହେଇଗଲି। ଏବେ ମୁଁ ତମ ମାନଙ୍କୁ ଉପହାର ଦେବି। ପରୀ, ଏ ସୁନା ଟଙ୍କାର କଳସୀ ଆମ ପାଇଁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ଆମେ ଅନେକ କଷ୍ଟରେ ଦିନ ବିତାଉଥିଲୁ। ଆଜି ତୁମ ପାଇଁ ଆମ ଅଭାବ ଦୂର ହେଲା। ତମ ମାନଙ୍କୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି। ଏବେ ତମେ ମାନେ ସୁନା ଟଙ୍କାରେ ଘର ତିଆରି କରି ଖୁସିରେ ରୁହ। ଆଉ ହଁ, ଯିଏ ବି ବିପଦରେ ପଡିଥିବ ତାକୁ ମତେ ମନେ ପକେଇବାକୁ କହିବ। ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ନିଶ୍ଚୟ ଆସିବି। ଦୁଇ କାଉ ପରୀକୁ ଧନ୍ୟବାଦ ଜଣେଇ ସେଠାରୁ ଚାଲିଗଲେ। ସେମାନେ ଗୋଟେ ସୁନ୍ଦର ଘର ତିଆରି କରି ରହିଲେ। ଏମିତି ଗୋଟେ ଦିନ, କାଉ ଭଉଣୀ, ଘରେ ଅଛ ନା? ଟିକେ ବାହାରକୁ ଆସ। ହଁ ଚଢ଼େଇ, ମୁଁ ଘରେ ଅଛି। ମତେ କଣ ପାଇଁ ଡାକୁଥିଲୁ? କାଉ ଭଉଣୀ, 3 ଦିନ ହେଲାଣି ଆମ ଘରେ କିଛି ବି ଖାଇବା ନାହିଁ। ମୁଁ ଆଉ ମୋ ଝିଅ ଉପାସରେ ଅଛୁ। ଦୟାକରି ମତେ କିଛି ଖାଇବା ଦିଅ। ହଁ ଚଢ଼େଇ, ମୁଁ ତତେ ଖାଇବା ଦେବି, ହେଲେ ତା ଆଗରୁ ମୋର ଗୋଟେ କଥା ଶୁଣୁ। ତାପରେ କାଉର ସ୍ତ୍ରୀ ଚଢ଼େଇକୁ ପରୀର ସବୁ କଥା କହିଲା। ତୁମେ ସତ କହୁଛ କାଉ ଭଉଣୀ? ପରୀକୁ ମନେ ପକେଇଲେ ସେ ମତେ ସାହାଯ୍ୟ କରିବେ? ତାହେଲେ ଏବେ ହିଁ ମୁଁ ଘରକୁ ଯିବି। ପରୀ, ମୁଁ ବହୁତ କଷ୍ଟରେ ଅଛି। ମୋ କଥା ଶୁଣି ପାରୁଛ? ଦୟାକରି ଏଠାକୁ ଆସ, ମତେ ତୁମ ସାହାଯ୍ୟ ଦରକାର। କଣ ହେଲା ଚଢ଼େଇ, ତୁ ମତେ ମନେ ପକେଇଲୁ? ପରୀ, 3 ଦିନ ହେଲାଣି ମୋ ଘରେ ଖାଇବା ନାହିଁ। ଦୟାକରି ମତେ କିଛି ଖାଇବା ଦିଅ, ନହେଲେ ଆମେ ମା ଝିଅ ଖାଇବାକୁ ନ ପାଇ ମରିଯିବୁ। ଆଉ କାନି ଚଢ଼େଇ, ମୁଁ ଯେତେବେଳେ ଏଠାକୁ ଆସିଗଲି ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏଇ କଳସୀକୁ ନେ। ଏଇ କଳସୀ ତତେ ଖାଇବା ଦେବା ସହ ତୁ ଯାହା ବି କହିବୁ ସବୁ ଦେବ। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ତମେ ମାନେ ଖାଇବା ଖାଅ। କିଛି ଦରକାର ହେଲେ ମତେ ପୁଣି ମନେ ପକେଇବ, ମୁଁ ନିଶ୍ଚୟ ଆସିବି। ମା, ଭାରି ଭୋକ ଲାଗିଲାଣି। ଜଲ୍ଦି କଳସୀକୁ ଖାଇବା ମାଗ। ହଁ ରେ ମା, ମୁଁ ଏବେ ଖାଇବା ମାଗୁଛି। ଯାଦୁର କଳସୀ, ଆମକୁ କିଛି ଖାଇବା ଦିଅ। ଚଢ଼େଇର କଥା ସରୁ ସରୁ ସେଠାରେ ଅନେକ ଗୁଡ଼ିଏ ଖାଇବା ବାହାରିଲା। ଚଢ଼େଇ ଆଉ ତାର ଝିଅ ପେଟ ପୂରା ଖାଇବା ଖାଇଲେ। ଏମିତି ସେ ଜଙ୍ଗଲରେ ଯିଏ ବି ବିପଦରେ ପଡୁଥିଲା ସେ ପରୀକୁ ମନେ ପକାଉଥିଲା। ପରୀଠୁ ସାହାଯ୍ୟ ପାଇ ଚଢ଼େଇମାନେ ଉନ୍ନତି କଲେ। ଦିନେ ସେ ଜଙ୍ଗଲକୁ ଗୋଟେ କାଠୁରିଆ ଚଢ଼େଇ ଆସିଲା। ଆରେ ବାଃ, ଏ ଜଙ୍ଗଲରେ ତ ବହୁତ ଭଲ ଭଲ କାଠ ଅଛି। ଆଜି ମୁଁ ଅନେକ ଗୁଡ଼ିଏ କାଠ ପାଇଯିବି। ଏ କଣ? ଏ ଜଙ୍ଗଲର ଚଢ଼େଇମାନେ କେତେ ଭଲ ଭଲ ଘରେ ରହୁଛନ୍ତି। ଆଗରୁ ତ ମୁଁ ଜାଣିଥିଲି ଏମାନେ ବହୁତ ଗରିବ ଥିଲେ। ହଠାତ୍ ଏତେ ଧନୀ କେମିତି ହେଲେ? ଏଇ ତ ଆଗରେ ଗୋଟେ ଚଢ଼େଇ ଯାଉଛି, ମୁଁ ତାକୁ ଏକଥା ପଚାରେ। ଆରେ ଚଢ଼େଇ ଭଉଣୀ, ଟିକେ ରୁହ, ମୁଁ ତମକୁ ଗୋଟେ କଥା ପଚାରିଥାନ୍ତି। କଣ କଥା ପଚାରିବ କୁହ? ଚଢ଼େଇ ଭଉଣୀ,
କିଛି ଦିନ ତଳେ ଏ ଜଙ୍ଗଲରେ ସମସ୍ତେ ଅନେକ ଗରିବ ଥିଲେ। ହଠାତ୍ ଏମିତି ଧନୀ କେମିତି ହେଲେ? ଏ ସବୁ କିଛି ପରି ପାଇଁ ସମ୍ଭବ ହେଇଛି। ଏମିତି ସେ ଚଢ଼େଇ ପରୀର ସବୁ କଥା କହି ସେଠାରୁ ଚାଲିଗଲା। ସବୁ ଶୁଣି କାଠୁରିଆ ମନରେ ଲୋଭ ହେଲା। ଓ ତାହେଲେ ଏମିତି କଥା। ଏବେ ମୁଁ ଯେମିତି ବି ହେଉ ପରି ପାଖରୁ ମୁଁ ମୋ ମନ ପସନ୍ଦର ଜିନିଷ ନେବି। କାଠୁରିଆ ଚଢ଼େଇ ଶୀଘ୍ର ଗୋଟେ ତାନ୍ତ୍ରିକ ପାଖକୁ ଗଲା ଆଉ ତାକୁ ପରୀର କଥା କହିଲା। ଅନେକ ଦିନ ଧରି ମୁଁ ଗୋଟେ ପରୀକୁ ଖୋଜୁଥିଲି। ଏତେ ଦିନ ପରେ ଗୋଟେ ପରୀର ସନ୍ଧାନ ପାଇଲି। ଶୁଣ, ମୁଁ ତତେ ଯେମିତି କହୁଛି ତୁ ସେମିତି କର, ତାହେଲେ ଆମେ ଖୁବ୍ ଶୀଘ୍ର ସେ ପରୀ ସାହାଯ୍ୟରେ ଧନୀ ହେଇଯିବା। ଏମିତି ସେ କାଠୁରିଆ ଆଉ ତାନ୍ତ୍ରିକ ଯୋଜନା ବନେଇଲେ। ପରଦିନ ସକାଳେ କାଠୁରିଆ ପୁଣି ଜଙ୍ଗଲକୁ ଗଲା ଆଉ ଗୋଟେ ଗଛ ତଳେ ବସି ମିଛ ନାଟକ କରି କହିଲା, ପରୀ ପରୀ କୋଉଠି ଅଛ? ମୁଁ ବହୁତ ବିପଦରେ ପଡ଼ିଛି। ଦୟାକରି ମତେ ସାହାଯ୍ୟ କର। ଆସ ପରୀ, ଶୀଘ୍ର ଏଠାକୁ ଆସ। ମୁଁ ଆସିଗଲି। କୁହ ତୁମର କଣ ସମସ୍ୟା, ତାହେଲେ ଯାଇ ମୁଁ ତୁମକୁ ସାହାଯ୍ୟ କରିପାରିବି। ପରୀ ଏମିତି କହୁ କହୁ ତା ଉପରେ ଜାଲ ପଡ଼ିଲା। ଗଛ ପଛପଟୁ ତାନ୍ତ୍ରିକ ଚିଲ ବାହାରି ଆସିଲା। ଏ କଣ? ମତେ ଏମିତି କାହିଁକି ବନ୍ଦୀ କଲ? ଆରେ ମୋ ଯାଦୁ ଶକ୍ତି କିଛି କାମ କରୁନି କାହିଁକି? ହା ହା ହା, ତୁ ଆମର ଆଜି କିଛି କ୍ଷତି କରିପାରିବୁନି। ମୁଁ ମୋ ମନ୍ତ୍ର ଶକ୍ତିରେ ତତେ ବନ୍ଦୀ କରିଛି। ତୁ ଭଲରେ ଆମେ ଯାହା ଚାହୁଁଛୁ ଆମକୁ ଦେଇଦେ, ନହେଲେ ତୁ ଏମିତି ବନ୍ଦୀ ହେଇ ସବୁଦିନ ରହିବୁ। ଆମେ ତତେ ଛାଡ଼ିବୁନି। ନା ନା, ଏମିତି ଭୁଲ କରନି। ମୁଁ ଏଠି ବନ୍ଦୀ ହେଇ ରହିଲେ ଅନେକ ଅଘଟଣ ଘଟିଯିବ। କୁହ ତୁମମାନଙ୍କୁ କଣ ଦରକାର, ମୁଁ ନିଶ୍ଚୟ ତମମାନଙ୍କୁ ଦେବି। ଆମକୁ 2ଟି ବଡ଼ ବଡ଼ ସୁନା ଟଙ୍କାର ବାକ୍ସ ଦେ। ଯେମିତି ସେ ସୁନା ବାକ୍ସର ସୁନା ଟଙ୍କା କେବେ ବି ସରିବନି। ଆଚ୍ଛା ଠିକ ଅଛି, ମତେ ଏଇ ଜାଲରୁ ମୁକ୍ତ କର, ନହେଲେ ମୁଁ କେମିତି ମୋ ଯାଦୁ ଶକ୍ତିରେ ତମମାନଙ୍କ ଇଚ୍ଛା ପୂରା କରିବି। ଏମିତି ଶୁଣି ତାନ୍ତ୍ରିକ ଜାଲରୁ ପରୀକୁ ମୁକ୍ତ କଲା। ପରୀ ସେମାନଙ୍କୁ 2ଟି ସୁନା ବାକ୍ସ ଦେଇ ସେଠାରୁ ଚାଲିଗଲା। ହା ହା ହା, ଏବେ ଆମେ ଅନେକ ଧନୀ ହେଇଗଲେ। ଆମ ପରି ଧନୀ ଏ ଜଙ୍ଗଲରେ କୌଣସି ଜଙ୍ଗଲରେ ନଥିବେ। ହା ହା ହା। ତାନ୍ତ୍ରିକ ଆଉ କାଠୁରିଆ ଯେମିତି ସୁନା ବାକ୍ସକୁ ଖୋଲିଲେ, ବାକ୍ସ ଭିତରୁ ଅନେକ ଗୁଡ଼ିଏ ମହୁମାଛି ବାହାରି ସେମାନଙ୍କୁ କାମୁଡ଼ିବା ପାଇଁ ତାଙ୍କ ପଛରେ ଗୋଡ଼େଇଲେ। ଏ କଣ? ବାକ୍ସ ଭିତରେ ଏତେ ସାରା ମହୁମାଛି କୋଉଠୁ ଆସିଲେ? ଏବେ ଆମର କଣ ହେବ? ଆମେ ଲୋଭ କରି ଭୁଲ କରିଛେ, ସେଥିପାଇଁ ପରୀ ଆମକୁ ଏ ଶାସ୍ତି ଦେଇଛି। ଆମର ଭୁଲ ହେଇଗଲା ପରୀ, ଆମକୁ ବଞ୍ଚାଅ। ହଁ ହଁ, ଆମର ଭୁଲ ହେଇଗଲା, ଆମକୁ ବଞ୍ଚାଅ ପରୀ, ଆମକୁ ବଞ୍ଚାଅ। ଲୋଭୀ ପକ୍ଷୀ ଦଳ, ତମେ ମାନେ ଶାସ୍ତି ପାଇବାର ହିଁ ଯୋଗ୍ୟ। ମା, ଫୋନ ରିଙ୍ଗ ହେଉଛି, ଆସ ଫୋନ ଉଠାଅ। ଏ ସମୟରେ ମତେ କିଏ ଫୋନ କଲା? ହ୍ୟାଲୋ, କିଏ କହୁଛ? ମିନୁ, ମୁଁ ରିନୁ କହୁଛି, ତୋ ବଡ଼ ଭଉଣୀ। ତୁ କେମିତି ଅଛୁ? ଆରେ ଭଉଣୀ ତୁ, ଏତେ ଦିନ ପରେ ମୋ କଥା ମନେ ପଡ଼ିଲା। ମୁଁ ଭଲ ଅଛି, ତୁ କେମିତି ଅଛୁ? ମୁଁ ଭଲ ଅଛି। କାଲି ମୋ ଝିଅର ଜନ୍ମଦିନ, ତତେ ନିମନ୍ତ୍ରଣ ରହିଲା। କାଲି ସକାଳୁ ତୁ ତୋ ଝିଅ ସାଙ୍ଗରେ ମୋ ଘରକୁ ଆସିବୁ। ଆରେ ଭଉଣୀ, କାଲି ମୋର ଗୋଟେ ଜରୁରୀ କାମ ଥିଲା, ମୁଁ ବୋଧେ ଯାଇପାରିବିନି। ନା ନା, ସେମିତି କହିଲେ ହେବନି। ତୁ ଆଉ ତୋ ଝିଅ ପିଙ୍କି ନ ଆସିଲେ ମୋ ଝିଅ କେକ୍ କାଟିବନି କହୁଛି। ଆଚ୍ଛା ଠିକ ଅଛି ଭଉଣୀ, ଆମେ କାଲି ସକାଳୁ ତ ଘରେ ପହଞ୍ଚିଯିବୁ। ହଉ ଏବେ ରହିଲି। ମା, କିଏ ଫୋନ କରିଥିଲେ? ରିନୁ ମାଉସୀ କି? ହଁ ରେ ମା, ମୋ ଭଉଣୀ ଫୋନ କରିଥିଲା। କାଲି ତା ଝିଅର ଜନ୍ମଦିନ, ସେ ଆମକୁ ସକାଳୁ ଯିବାକୁ କହିଛି। ତୁ ତ ଜିନିଷପତ୍ର ବ୍ୟାଗରେ ରଖିନେ, ଆମେ ସକାଳୁ ତ ମାଉସୀ ଘରକୁ ଯିବା। ମୁଁ ଏବେ ଯାଏ ବଜାରରୁ ଜନ୍ମଦିନ ପାଇଁ କିଛି ଉପହାର କିଣି ଆଣେ। ତାପରେ ମିନୁ ଚଢ଼େଇ ବଜାରକୁ ଗଲା ଆଉ ଜନ୍ମଦିନ ପାଇଁ ଉପହାର କିଣି ଆଣିଲା। ସକାଳେ ସେ ଆଉ ତାର ଝିଅ ରିନୁ ଘରକୁ ଗଲେ ଆଉ ଧୁମଧାମରେ କୁନି ଚଢ଼େଇର ଜନ୍ମଦିନ ପାଳନ କଲେ। ମା, ମୁଁ ଆଉ 2 ଦିନ ମାଉସୀ ଘରେ ରହିବି, ତାପରେ ଘରକୁ ଯିବି।
ଆଚ୍ଛା ହଉ, ତୁ ମାଉସୀ ଘରେ ଥା, ମୁଁ କାମ ସାରି ଫେରିଲା ବେଳେ ତତେ ଘରକୁ ନେଇଯିବି। ପିଙ୍କି, ଆସ ମୋ ସାଙ୍ଗରେ, ମୁଁ ତତେ ଆଜି ଆମ ଜଙ୍ଗଲ ବୁଲେଇକି ଦେଖେଇବି। ଠିକ ଅଛି କୁନି, ଚାଲ ଯିବା। ଏମିତି ସେମାନେ ଜଙ୍ଗଲ ବୁଲିବାକୁ ଗଲେ। କିଛି ସମୟ ବୁଲିଲା ପରେ ସେମାନେ ଗୋଟେ ନୀଳ ଫଳ ଗଛ ଦେଖିବାକୁ ପାଇଲେ। ବାଃ, କେତେ ସୁନ୍ଦର ଗୋଟେ ନୀଳ ଫଳର ଗଛ। ଏମିତି ନୀଳ ଫଳ ମୁଁ ଆଗରୁ କେବେ ଦେଖିନଥିଲି। ମୁଁ ଗୋଟେ ନୀଳ ଫଳ ଖାଇକି ଦେଖେ କେମିତି ଲାଗୁଛି। ପିଙ୍କି, ମୁଁ ବି ନୀଳ ଫଳ ଗଛକୁ ଆଗରୁ କେବେ ବି ଏଠି ଦେଖିନଥିଲି। ଏ ଫଳକୁ ଖାଇବା ଠିକ ହେବନି। ଆରେ, ତୁ ଏତେ ଡରୁଛୁ କାହିଁକି? କିଛି ହେବନି, ତୁ ନ ଖାଇଲେ ନ ଖା, ମୁଁ ତ ଖାଇବି। ଯେମିତି ପିଙ୍କି ଚଢ଼େଇ ସେ ନୀଳ ଫଳ ଗଛରୁ ଗୋଟେ ଫଳ ତୋଳିକି ଖାଇଲା, ହଠାତ୍ ସେ ବେହୋସ ହେଇଗଲା। ଏ କଣ ପିଙ୍କି, କଣ ହେଲା ତୋର? ଉଠ ପିଙ୍କି, ମୁଁ ଏବେ କଣ କରିବି? ମୋ ମା ପାଖକୁ ଶୀଘ୍ର ଯାଏ। କୁନି ତା ଘରକୁ ଯାଇ ତା ମାକୁ ସବୁ କଥା କହିଲା। କୁନି ଆଉ ତାର ମା ମିଶି ପିଙ୍କି ଚଢ଼େଇକୁ ଘରକୁ ନେଲେ, ଆଉ ଗୋଟେ ଡାକ୍ତରକୁ ଦେଖେଇଲେ। ଡାକ୍ତର ବାବୁ, କଣ ହେଇଛି ମୋ ଝିଆରୀ ପିଙ୍କିର? ଶୀଘ୍ର ତାକୁ ଦେଖନ୍ତୁ। ପିଙ୍କି ଗୋଟେ ବିଷାକ୍ତ ଫଳ ଖାଇ ବେହୋସ ହେଇଯାଇଛି। ତାର ଅଧା ଶରୀରରେ ବିଷ ଖେଳିଗଲାଣି। ମୁଁ ଆଉ କିଛି ବି କରିପାରିବିନି। ନା, ଏମିତି କୁହନ୍ତୁନି ଡାକ୍ତର ବାବୁ। ପିଙ୍କି 2 ଦିନ ପାଇଁ ଆମ ଘରକୁ ଆସିଥିଲା। ଯଦି ତାର କିଛି ହେଇଯାଏ, ମୁଁ ମୋ ଭଉଣୀକୁ କେମିତି ମୋ ମୁହଁ ଦେଖେଇବି? ପିଙ୍କିକୁ ଭଲ କରିବା ପାଇଁ କିଛି ତ ଉପାୟ ଥିବ। ହଁ, ଗୋଟେ ଉପାୟ ଅଛି, କିନ୍ତୁ ସେଇଟା ଭାରି କଠିନ କାମ। ଯେତେ କଠିନ କାମ ହେଇଥାଉ, ମୁଁ ପିଙ୍କିକୁ ସୁସ୍ଥ କରିବା ପାଇଁ କିଛି ବି କରିପାରିବି। ଆପଣ ଖାଲି କୁହନ୍ତୁ। ଆମ ଜଙ୍ଗଲରେ ଯୋଉ ବଡ଼ ନଦୀ ଅଛି, ସେଇ ନଦୀ ପାର ହେଲେ ଗୋଟେ ଘଞ୍ଚ ଜଙ୍ଗଲ ଭର୍ତ୍ତି ପାହାଡ଼ ଅଛି। ସେଇ ପାହାଡ଼ ଭିତରେ ଗୋଟେ କଦଳୀ ବଗିଚା ଅଛି। ସେଇ କଦଳୀ ଗଛମାନଙ୍କ ଭିତରୁ ଗୋଟେ କଦଳୀ ଗଛ ନୀଳ ରଙ୍ଗର। ସେଇ ନୀଳ ରଙ୍ଗର କଦଳୀ ଆଣି ପିଙ୍କିକୁ ଖୁଆଇଲେ ତା ଦେହର ବିଷ କମିଯିବ। କିନ୍ତୁ ସାବଧାନ, ଗୋଟେ ଦିନରେ ହିଁ ସେ ନୀଳ କଦଳୀ ଆଣିବାକୁ ପଡ଼ିବ, ନହେଲେ ମୁଁ ଆଉ ପିଙ୍କିକୁ ବଞ୍ଚେଇ ପାରିବିନି। ଡାକ୍ତର ବାବୁ, ଆପଣ ପିଙ୍କି ପାଖରେ ଥାଆନ୍ତୁ, ମୁଁ ଏବେ ହିଁ ନୀଳ କଦଳୀ ଆଣିବାକୁ ଯାଉଛି। ମା, ମୁଁ ବି ତୁମ ସାଙ୍ଗରେ ଯିବି। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ତାପରେ ସେ ମା ଝିଅ ମିଶି ଶୀଘ୍ର ନଦୀ ପାର ହେଇ ପାହାଡ଼କୁ ଗଲେ, ଆଉ ସେ ନୀଳ କଦଳୀ ଗଛକୁ ଖୋଜିଲେ। ମା, ସେପଟେ ଦେଖ, ସେଠି ଗୋଟେ କଦଳୀ ବଗିଚା ଦେଖାଯାଉଛି। ଆରେ ହଁ, ସେଠି ଗୋଟେ କଦଳୀ ବଗିଚା ଅଛି। ଚାଲ ମା, ଶୀଘ୍ର ସେ ବଗିଚାକୁ ଯିବା। ସେଠି ହୁଏତ ଆମେ ସେ ନୀଳ କଦଳୀକୁ ପାଇଯିବା। ତାପରେ ସେମାନେ ସେ କଦଳୀ ବଗିଚାକୁ ଗଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ନୀଳ କଦଳୀ ଗଛକୁ ପାଇଗଲେ। ଏଇଟା ନିଶ୍ଚୟ ସେ ନୀଳ କଦଳୀ ଗଛ, ଯାହା କଥା ଡାକ୍ତର ବାବୁ କହୁଥିଲେ। ହଁ ମା, ଠିକ କହିଲ। ମା, ଆମ ପାଖରେ ବେଶୀ ସମୟ ନାହିଁ, ତୁମେ ଅପେକ୍ଷା କର, ମୁଁ ଏବେ ଗୋଟେ ନୀଳ କଦଳୀ ନେଇ ଆସୁଛି। ଏମିତି କହି କୁନି ଚଢ଼େଇ ନୀଳ କଦଳୀ ଗଛର ପାଖକୁ ଯାଇ ଗୋଟେ ନୀଳ କଦଳୀ ତୋଳିଲା। ଠିକ ସେହି ସମୟରେ ସେ କଦଳୀ ଗଛଟି କଥା କହିଲା। ବଦମାସ ପକ୍ଷୀ ଛୁଆ, ତୋର ଏତେ ସାହସ? ତୋର ସେ ମଇଳା ହାତରେ ମୋ କଦଳୀ ତୋଳିଲୁ? ମୁଁ ଏବେ ତତେ ଉଚିତ ଶିକ୍ଷା ଦେବି। ଏମିତି ରାଗି ନୀଳ କଦଳୀ ଗଛ ଚଢ଼େଇ ଛୁଆକୁ ଗୋଟେ ଛୋଟ କଦଳୀ ଗଛ କରିଦେଲା। ନୀଳ କଦଳୀ ଗଛ ପାଖରେ ଅନେକ ଯାଦୁ ଶକ୍ତି ଥିବାରୁ ସେ ସବୁବେଳେ ଅହଙ୍କାର କରୁଥିଲା। ଏ ତୁମେ କଣ କଲ କଦଳୀ ଗଛ? ସାମାନ୍ୟ ଗୋଟେ ଫୁଲ ପାଇଁ ତୁମେ ମୋ ଝିଅକୁ କଦଳୀ ଗଛ କରିଦେଲ? ହଁ, ମୁଁ ତ ଝିଅକୁ କଦଳୀ ଗଛ କରିଦେଲି। ଏଇଟା ତ ଭୁଲର ଶାସ୍ତି। ମୁଁ ହେଉଛି ଏଇ କଦଳୀ ବଗିଚାର ରାଣୀ। ମୋ ପାଖରେ ଅନେକ ଯାଦୁ ଶକ୍ତି ଅଛି। ଲାଗୁଛି ଏ ଗଛଟି ବହୁତ ଅହଙ୍କାରୀ। ମୁଁ ଯାଦୁ ଶକ୍ତିରେ ତା ସହ ଲଢ଼େଇ କରି ପାରିବିନି। ନୀଳ କଦଳୀ ନେବାକୁ ହେଲେ ମତେ କିଛି ବୁଦ୍ଧି ବାହାର କରିବାକୁ ହେବ। କିନ୍ତୁ ମୁଁ କଣ କରିବି? ମୋ ମୁଣ୍ଡରେ କିଛି ବି ବୁଦ୍ଧି ପଶୁନି। ଆରେ ହଁ, ମତେ ଗୋଟେ ଉପାୟ ମିଳିଗଲା। ବା କଦଳୀ ଗଛ, ତୁମେ ଦେଖିବାକୁ ଯେମିତି ସୁନ୍ଦର ସେମିତି ଶକ୍ତିଶାଳୀ ବି। ଆଜି ମୋର ଭାଗ୍ୟ ଭଲ ଥିବାରୁ ତୁମକୁ ଦେଖିବାକୁ ପାଇଲି। ସତରେ ଆମ ପରି ସାଧାରଣ ପକ୍ଷୀ ତୁମ ପାଖକୁ ବି ଯାଇପାରିବୁନି। ତୁମେ ଯେମିତି ସୁନ୍ଦର, ତୁମ କଦଳୀ ବି ଭାରି ମିଠା ହେଇଥିବ। କିନ୍ତୁ ଏବେ ଆଉ କଣ କରିପାରିବୁ? ଆମ ଭାଗ୍ୟରେ
ତୁମ ମିଠା କଦଳୀ ହିଁ ନାହିଁ। ତୁ ଠିକ କହିଲୁ, ମୋ କଦଳୀ ଖାଇବାକୁ ଭାରି ମିଠା। ତୁ ଆଜି ମୋର ପ୍ରଶଂସା କରି ମତେ ଖୁସି କରିଦେଲୁ। ସେଥିପାଇଁ ମୁଁ ତତେ ମୋ ନୀଳ କଦଳୀ ଖାଇବାକୁ ଦେବି। ଏଇ ନେ। ଏମିତି କହି ନୀଳ କଦଳୀ ଗଛ ଚଢ଼େଇକୁ ଅନେକ ଗୁଡ଼ିଏ କଦଳୀ ଖାଇବାକୁ ଦେଲା। ସତରେ ରାଣୀ କଦଳୀ ଗଛ, ତୁମ ମନ ଭାରି ସୁନ୍ଦର। କିନ୍ତୁ ମୁଁ ଏସବୁ କଦଳୀ ଏକା କେମିତି ଖାଇବି? ମୁଁ ଯେତେବେଳେ ବି ଯାହା ବି ଖାଏ ମୋ ଝିଅ ସାଙ୍ଗରେ ଖାଏ। ହେଲେ ତୁମେ ତ ମୋ ଝିଅକୁ କଦଳୀ ଗଛ କରିଦେଇଛ। ତୁ ମନ ଦୁଃଖ କରନି, ମୁଁ ତୋ ପାଇଁ ଆଜି ତ ଝିଅକୁ କ୍ଷମା କରିଦେଉଛି। ଯାଅ, ମା ଝିଅ ମିଶିକି ମୋ କଦଳୀ ଖାଅ। ଆରେ ମା, ଚାଲେ ସବୁ କଦଳୀ ଧରି ଏବେ ଘରକୁ ଯିବା ଆଉ ପିଙ୍କିକୁ ସୁସ୍ଥ କରିବା। ଏମିତି କଥା ହେଇ ସେମାନେ ନୀଳ କଦଳୀ ଧରି ଶୀଘ୍ର ଘରକୁ ଗଲେ। ଏ ମା ଝିଅ କଣ ସବୁ କଥା ହେଇ ଚାଲିଗଲେ? ମୁଁ ତ କିଛି ବି ବୁଝିପାରିଲିନି। ମୁଁ କିନ୍ତୁ ସବୁ ବୁଝିପାରିଲି ରାଣୀ ମା। ସେମାନେ ତୁମ ନୀଳ କଦଳୀ ପାଇଁ ହିଁ ବୁଦ୍ଧି କରି ତୁମକୁ ବୋକା ବନେଇ ତୁମର ସବୁ କଦଳୀ ନେଇ ଚାଲିଗଲେ। ନା, ଏମିତି ହେଇପାରିବନି। ସାମାନ୍ୟ ଗୋଟେ ପକ୍ଷୀ ହେଇ ମତେ ବୋକା ବନେଇଦେଲା। ମୁଁ କେବେ ଏକଥା ମାନି ପାରିବିନି। ସେ ଚଢ଼େଇ ମୋର ସବୁ ମାନ ସମ୍ମାନକୁ ମାଟିରେ ମିଶେଇ ଦେଲା। ଆଉ ଥରେ ଯଦି ସେ ଚଢ଼େଇ ଏଠାକୁ ଆସିବ, ମୁଁ ତାକୁ ଜମା ବି ଛାଡ଼ିବିନି। ନୀଳ କଦଳୀ ଗଛ ରାଗରେ ଗର୍ଜନ କରୁଥିଲା। ସେପଟେ ମା ଝିଅ ଶୀଘ୍ର ଘରେ ପହଞ୍ଚି ଡାକ୍ତରକୁ ନୀଳ କଦଳୀ ଦେଲେ। ଡାକ୍ତର ଶୀଘ୍ର ନୀଳ କଦଳୀକୁ ପିଙ୍କିକୁ ଖୁଆଇଲା। କିଛି ସମୟରେ ହିଁ ପିଙ୍କି ସୁସ୍ଥ ହେଇଗଲା। କୁନି ମାଉସୀ, ମୋର କଣ ହେଇଥିଲା? କୁନି ତାକୁ ସବୁ ଘଟଣା କହିଲା। ଆରେ ମା ପିଙ୍କି, କୌଣସି ଅଚିହ୍ନା ଫଳ ଗଛରୁ ତୁ ଆଉ କେବେ ବି କିଛି ଖାଇବୁନି, ଯେପର୍ଯ୍ୟନ୍ତ ବଡ଼ମାନଙ୍କୁ କିଛି ନ ପଚାରିଛୁ। ଠିକ ଅଛି ମାଉସୀ, ମୁଁ ଏମିତି ଭୁଲ ଆଉ କେବେ କରିବିନି। ଅଚିହ୍ନା ଗଛର ଫଳ ମୁଁ ଆଉ କେବେ ଖାଇବିନି। ସେ ନୀଳ ଫଳ ଗଛ ବିଷୟରେ ମୁଁ ପକ୍ଷୀ ରାଜାଙ୍କୁ ନିଶ୍ଚୟ କହିବି, ନହେଲେ ପିଙ୍କି ପରି ଅନ୍ୟ ଚଢ଼େଇ ମାନଙ୍କର ବି କ୍ଷତି ହେଇପାରେ। ତମେ ମାନେ ଘରେ ଥାଅ, ମୁଁ ଏବେ ପକ୍ଷୀ ରାଜାଙ୍କ ପାଖକୁ ଯାଏ। ଏମିତି ମା ଚଢ଼େଇ ଶୀଘ୍ର ପକ୍ଷୀ ରାଜା ଚିଲ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ଚିଲ ତୁରନ୍ତ କାଠୁରିଆ ମାନଙ୍କୁ କହି ସେ ନୀଳ ଫଳ ଗଛକୁ କାଟିଦେଲା। ଏହିପରି 2 ଦିନ ବିତିଗଲା। ପିଙ୍କି ଚଢ଼େଇ ତା ମା ସାଙ୍ଗରେ ଘରକୁ ଫେରିଗଲା।